ନମସ୍କାର ଫ୍ରେଣ୍ଡ, ଆଜିର ପ୍ରେରଣାଦାୟକ ଅନୁଚିନ୍ତାରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ତ ଆସନ୍ତୁ ଜାଣିବା ଆଜିର ସୁନ୍ଦର ଅନୁଚିନ୍ତା ବିଷୟରେ। ଅନୁଚିନ୍ତା ଏକ ଜୀବନରେ ଅନ୍ଧକାର ଆସିଲେ ଭୟ କରିବା ନୁହେଁ, ତୁମ ଆଲୋକ ଖୋଜିବାକୁ ସୁଯୋଗ ଆସିଥାଏ। ଅନୁଚିନ୍ତା ଦୁଇ, କଥା କହିବା ପୂର୍ବରୁ ଭାବିବା, କାରଣ ଏକ ଛୋଟ ଶବ୍ଦ କାହାର ହୃଦୟକୁ ଆଘାତ କିମ୍ବା ଆଶା ଦେଇପାରେ। ଅନୁଚିନ୍ତା ତିନି, ସଫଳତା ତାକୁ ମିଳେ ଯେଉଁମାନେ ସ୍ୱପ୍ନ ଦେଖନ୍ତି ନୁହେଁ, ସ୍ୱପ୍ନକୁ ସତ୍ୟ କରିବାକୁ ହୃଦୟରୁ ଚେଷ୍ଟା କରିଥାନ୍ତି। ଅନୁଚିନ୍ତା ଚାରି, କାହାଣୀ ବଦଳାଯାଏ, ଚରିତ୍ର ବଦଳାଯାଏ। କାହାଣୀ ବଦଳାଯାଏ, ଚରିତ୍ର ବଦଳାଯାଏ, କିନ୍ତୁ ଯେଉଁମାନେ ସଦା ଭଲ କାମ କରନ୍ତି ସେମାନଙ୍କ ନାମ ସଦା ମନରେ ରହିଯାଏ। ଅନୁଚିନ୍ତା ପାଞ୍ଚ, ଦିନେ ତୁମେ ହାରିବାକୁ ଭାବିବ, କିନ୍ତୁ ମନେ ରଖ ସୂର୍ଯ୍ୟ ମଧ୍ୟ ରାତିରେ ଲୁଚିଯାଏ, ପୁଣି ସକାଳେ ଆଲୋକ ଆଣିଥାଏ। ପ୍ରେରଣାଦାୟକ ଅନୁଚିନ୍ତା ଛଅ, ଆସନ୍ତୁ ଜାଣିବା ଛଅରେ କ'ଣ? ହାରିବା ମାନେ ଶେଷ ନୁହେଁ, ଏହା ମାତ୍ର ଏକ ସୂଚନା। ଅନ୍ୟ ଉପାୟରେ ପୁଣି ଚେଷ୍ଟା କର। ଅନୁଚିନ୍ତା ସାତ, ଯେଉଁମାନେ ସ୍ୱପ୍ନକୁ ବଡ଼ କରନ୍ତି ସେମାନଙ୍କ ଜୀବନ ମଧ୍ୟ ବଡ଼ ହୁଏ। ଭୟ କରିବା ନୁହେଁ, ଚେଷ୍ଟା କରିବା। ଜୀବନରେ ନିଶ୍ଚୟ ଚେଷ୍ଟା ଜାରି ରଖନ୍ତୁ। ଅନୁଚିନ୍ତା ଆଠ, ସଫଳତା କେବେ ହାତେଇକି ମିଳେ ନା, ଏହା ପେଟର ପସିନା ଏବଂ ମନର ଦୃଢ଼ତାର ଫଳ। ଅନୁଚିନ୍ତା ନଅ, ଛୋଟ ପଦକ୍ଷେପ, ଜୀବନର ଛୋଟ ପଦକ୍ଷେପ ବଡ଼ ସଫଳତା ଗଢ଼ି ଉଠେ। ଆଜି ଏକ ପଦେ ଆରମ୍ଭ କର, ଦେଖିବ ଜୀବନରେ ସବୁ କିଛି ଆରମ୍ଭ ହୋଇଯିବ। ଅନୁଚିନ୍ତା ଦଶ, ପଥ କଠିନ ହେଲେ ମଧ୍ୟ ତୁମ ମନ ମଜବୁତ ହେଲେ କୌଣସି ଶିଖର ଦୂର ନୁହେଁ। ପଥ କଠିନ ହେଲେ ମଧ୍ୟ ତୁମର ମନ ମଜବୁତ ହେଲେ କୌଣସି ଶିଖର ଦୂର ନୁହେଁ। ଅନୁଚିନ୍ତା 11, ସମୟ ଭଲ ନ ହୋଇପାରେ, କିନ୍ତୁ ତୁମ ଭାବନା ଭଲ ହେଲେ ସମୟକୁ ମଧ୍ୟ ଭଲ କରିପାରିବ।